सर्वे बोलनम एक बार लक्ष्य दियंतु मोर ज्ञानेन्द्र पुंगव ए भोली रावण मंदोदरी कथावार्ता बेले कौन हैला कया कोन प्रिय बिना बाई हो साधु जने कर प्रिय बिना बाई हो साधु जने मिले ना जगो साई साधु जने मिले सुबीला बिनार झंकार कोइले बिनार झंकार परन वादन करी आसे मंदोदरी सुवर्ण कलश रे पानी आनी पादटी को धोई देउछ एमिति धोई देले कहले त्रिकाण द्वार से धीरे धीरे पोयर परसे लंका धी समान द्वारी है लंका धी समान द्वारी है सुबासी सुवर्ण कलश रे पानी आनी पादटी को धोई देला पसाले अजा कुआडे आसिलो ए रणपुर देकी ब्लॉक पटे आसिलु आसिके मध्यगंड रे प्रवेश होइतु कोन एठी गोटे आयोजन होछि सेति पय आसिन के देखिबाको आ देवस्नान कहलो होई रे रावण तू परा कहितुले लंकापुर वैकुंठपुर करिवु काई त किछि हेइनी किछि आइनी अरे कहिथिलु थारे ये वैकुंठ सामा गोरी बुलंका भुवन गोरी बुलंका भुवन ये हेलन की नाही ये देखिबा पाई की आई आसिली बचन होई रे रावण तू परा कहितुले लंकापुर वैकुंठपुर करिवु काई त किछि हेइनी हाथ जळे केला हे देवजती तुम्हें परा त्रिकालदर्शी तुम्हें परा सर्वत्र देखुच तुम्हें सर्वत्र देखुच ये पुआ ना दे सब आ ये कथा किबा कहउछ लंकापुर हेबो वैकुंठ भुवन सहज किबा भाबुछ सहज किबा भाबुछ हे दे परती सहज किबा भाबुछ ये सहज किबा भाबुछ हे दे परती सहज किबा भाबुछ हे देवजती चारियारे मो पुओ नातीर कुढ़ कुढ़ सब बिलुआ कुकुरंकर हाथ चित्कार एमिति कोन लंकापुर वैकुंठपुर हबो ना 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 देवर्षण कले होई रावण ये वैकुंठपुर बोले कोन बुझुछु कि रे कोन बुझुछु कले जई बणी नहीं बद लक्ष्मी नारायण लक्ष्मी नारायण हे जही बणी नहीं बद लक्ष्मी नारायण लक्ष्मी नारायण से पु रह की बोलाईबा वैकुंठ भुवन से पु रह की बोलाईबा
ଲକ୍ଷ୍ମୀ ନାରାୟଣଙ୍କର ପାଦ ପଡେ ହଁ ସେଇଟା ବା ବୈକୁଣ୍ଠ ହଁ ତୋ ପାଖରେ ମା ଲକ୍ଷ୍ମୀ ଅଛନ୍ତି ଆଚ୍ଛା ଯଦି ରଘୁନାଥ ଆସିଯିବେ ହଁ ହଁ ତାହେଲେ ଲଙ୍କାପୁର ବୈକୁଣ୍ଠପୁର ହେଇଯିବ ହୋଇଯିବ ହେଲେ ହେ ଦେବଜ୍ୟୋତି ହଁ ସେ କଣ ଆସିବେ ସେ ପରା ମୋ ବିରୋଧୀ ପାର୍ଟି ସେ କଣ ଆସିବେ ଆରେ ନାଇଁ ତୁ ସିନା ତାଙ୍କ ବିରୋଧାଚରଣ କରିଛୁ ହଁ ହଁ ହେଲେ ପୂର୍ବକୁ ମନେ ପକା କଣ ତୁ ପରା ତାଙ୍କ ଦ୍ୱାରୀ ଦ୍ୱାରୀ ଭକ୍ତ ତି ଡାକେ ହଁ, କଣ ଭଗବାନ ଆସିବେନି ଆସିବେ ଆସିବେ ଆରେ ନିଶ୍ଚୟ ଆସିବେ ହଁ ଆଜି ଦୁର୍ଗାଙ୍କୁ ସ୍ମରଣ କରି ହଁ ପତ୍ରଟି ଲେଖିଲା ଲେଖିଲା କାହା ପାଖ ପ୍ରଭୁ ଦାଶରଥୀ ରାଘବେନ୍ଦ୍ରଙ୍କ ପାଖ ଆଚ୍ଛା କହିଲେ ଠାକୁରେ ହଁ ମୁଁ କିଏ ମୁଁ କିଏ କହିଲେ ଦବଗ୍ରୀଦ ଦାସ ଥିଲେ ମୋ ଦିବ୍ୟ ବୈକୁଣ୍ଠ ପୁରେ ଦେବ ଭେଷ୍ୟା ପୂଜନ ହେଲି ମର୍ତ୍ୟ ପୁରରେ ଦେବା ବିଶା ପୂଜନମ ହେଲି ମାତ୍ର ପୁରାରେ ଦେବ ଭେଷ୍ୟା ପୂଜନମ ହେଲି ମର୍ତ୍ୟ ପୁରାରେ ଠାକୁରେ ମୁଁ ତୁମ କୃତ ଦାସ ହଁ ମୁଁ ତୁମ ସେବକ ମୁଁ ତୁମ ଦାସାନୁ ଦାସ ଆଚ୍ଛା ମୁଁ ତୁମ ଆଜ୍ଞା ବହ ଠାକୁରେ ହଁ ମୋ ନିମନ୍ତ୍ରଣ ରକ୍ଷା କରି ଆସିଲେ ଆସିଲେ ମୋ ଲକ୍ଷ୍ମୀ ନାରାୟଣଙ୍କ ରୂପ ଏକତ୍ର ଦେଖିଲେ ହଁ ହଁ ଠାକୁରେ ବୈକୁଣ୍ଠ ପ୍ରାପ୍ତି ହେଲା ଆଚ୍ଛା ଠାକୁରେ ସ୍ୱର୍ଗପୁରରେ ଥିଲି ଥିଲି ଦେବ ବିଷୟରେ ମର୍ତ୍ତ୍ୟପୁରରେ ଜନ୍ମ ହେଲି ମାଇଲି ହେଲେ ମର୍ତ୍ତ୍ୟପୁରକୁ ଆସି ଗୋଟିଏ ବହୁତ ବଡ ଭୁଲ କରିଛି କଣ ସେ ଭୁଲ ମୋ ମାଲିକ ଘରେ ଚୋରି କଲି ଚୋରି କରିଛି ଠାକୁରେ କେତେ ଦଣ୍ଡ ପାଇଲେ କଣ ଦଣ୍ଡ ମିଳିଲା କହିଲେ ଇନ୍ଦ୍ରଜିତ କୁମ୍ଭକର ନାମ ଇଏ ଯୁଦ୍ଧେ ବିନାଶ ହେଲେ ଠାକୁର ଇଏ ଯୁଦ୍ଧେ ଠାକୁରେ ଇନ୍ଦ୍ର ଯେତେବେଳେ ପୁଅ ମଲା ପୁଅ ମଲା କୁମ୍ଭକର୍ଣ୍ଣ ଭଳି ଭାଇ ମଲା ହଁ ଆଉ କିଏ ଅଛି? କିଏ ଅଛି କହିଲେ ମରି ଅଛି ମହି ରାବଣ ଆଜି ଇଏ କାମ ଭାଳେ ଓହି ରାବଣ ଭଳି ନାତି ମଲା ନାତି ମଲା ଆଉ କିଏ ଅଛି କିଏ ଅଛି ଏଣିକି ମୁଁ ତୁମ ଭୃତ୍ୟ ହଁ। ମୁଁ ତୁମ ସେବକ ହଁ। ମୁଁ ତୁମ ଦାସାନୁ ଦାସ ଆଚ୍ଛା। ମୁଁ ତୁମ ଆଜ୍ଞା ବହ ଠାକୁରେ ହଁ ମୋ ନିମନ୍ତ୍ରଣ ରକ୍ଷା କରି ଆସିଲେ ଆସିଲେ ମୁଁ ଲକ୍ଷ୍ମୀ ନାରାୟଣଙ୍କ ରୂପ ଏକତ୍ର ଦେଖିଲେ ହଁ ହଁ ଠାକୁରେ ବୈକୁଣ୍ଠ ପ୍ରାପ୍ତି ହେଲା। ହେବି ପତ୍ରକୁ ଇତି କରିଦେବା ବେଳରେ ଆଚ୍ଛା ସେ ପତ୍ର ଗୋଟିଏ ପେଚ ମାରି ଦେଇଛି ପତ୍ର ତ ଇତି କଲେ ଅଠା ମାରିବା କଥା ପେଚ କଣ ମାରିଲେ କି ପ୍ରକାର ପେଚ ସିଏ ସେଇଥିରେ ଲେଖିଲେ ଲେଖିଛି କଣ ଗୋଟେ ଅଡୁଆ ତୋଡା କରିକି ଲେଖି କହିଲେ ଜଣକୁ ସାଙ୍ଗରେ ନ ଆଣି ଇଏ ସର୍ବେ ଲଙ୍କା ଆସିବ ଆସିଲେ ରାବଣ ରାମ ତାଙ୍କୁ ପୂଜା କରିବା ଆସିଲେ ରାବଣ ତାଙ୍କୁ ପୂଜା କରିବା ଆସିଲେ ରାବଣ ରାମ ତାଙ୍କୁ ପୂଜା କରିବା କାହାରି ନା ନ ଲେଖି ହଁ ହଁ ଦେବଶ୍ରୀ ନାରଦଙ୍କ ସହିତ ପତ୍ରଟି ପଠା ପଠାଇ ଦେଲେ ପ୍ରଭୁ ମୋର ସେତେବେଳେ ସୁବଳ ପର୍ବତ ଉପରେ ଅଛନ୍ତି ଅଛନ୍ତି ସମସ୍ତଙ୍କୁ ଡାକି ପାଠ କଲେ କଣ କହିଲେ ଭକ୍ତ ଭାବେ ଲଙ୍କା ପୁରେ ଇଏ ଭକ୍ତ ଭାବେ ଲଙ୍କା ପୁରେ ଆହା ଡାକିଛି ରାବଣ, ସବେ ବସ୍ତ୍ର ତ୍ୟାଗ କର ରଖିବି ମନ୍ତ୍ରଣ ସର୍ବେ ଅସ୍ତ୍ର ତ୍ୟାଗ କର ସର୍ବେ ଅସ୍ତ୍ର ତ୍ୟାଗ କର ରଖିନି ମନ୍ତ୍ରଣ ସର୍ବେ ଅସ୍ତ୍ର ତ୍ୟାଗ କର ରଖିନି ମନ୍ତ୍ରଣ ସମସ୍ତ ସଶସ୍ତ୍ର ଥୋଇଦିଏ ଆଚ୍ଛା କାରଣ ଭକ୍ତ ଡାକିଛି ଆମେ ଯେତେବେଳେ ସେତୁ ବନ୍ଧ ପ୍ରତିଷ୍ଠା କରିବାକୁ ରାବଣକୁ ଡାକିଥିଲେ ଧୀରେ ଧୀରେ ସେ ଆସିଥିଲା ହଁ ହଁ ଏଣୁ ଆମ୍ଭେ ନିଶ୍ଚୟ ଯିବା ଜୟ ଯିବା କହିଲେ ଭକ୍ତ ଭାବେ ଭଗବାନ ଭକ୍ତ ଭାବେ ଭଗବାନ ପୂଜା ସେ ଶିବା ପୂଜା କରିବା ଲକ୍ଷ୍ମୀ ନାରାୟଣ ରୂପ ଏକତ୍ର ଦେଖିବା ଏ କଥାକୁ ଦେଖି ସାରିବା ପରେ ଆଚ୍ଛା
ସେଥିରେ ଥିବା ପେଚୁଟାକୁ ଦେଖିଲେ गेले ପେଚ କହିଲେ କଥା ଲାଗିଛି ବିଂଶ ବାହୁ ହୋଇ ହକରି ଲଙ୍କାପୁର ନ ଆସିବ ଯିଏ ସତ